ଜାହାଜଟି ଘନ ନୀଳ ସମୁଦ୍ରରେ ଯାତ୍ରା କରୁଥିବା ସମୟରେ ହଠାତ୍ ବୁଡ଼ିବାକୁ ଲାଗିଲା। ସେହି ଜାହାଜରୁ କେବଳ ଦୟାବାନ ନାମକ ଏକ ବ୍ୟକ୍ତି ଉଦ୍ଧାର ପାଇଲେ ଓ ପହଁରି ପହଁରି ଗୋଟିଏ ଦ୍ୱୀପରେ ପହଞ୍ଚିଲେ। ସେ ସେହି ଦ୍ୱୀପରୁ ବାହାରିବାକୁ ଚେଷ୍ଟା କରନ୍ତି, କିନ୍ତୁ କୌଣସି ବାଟ ପାଇଲେ ନାହିଁ। ନିରାଶ ମନରେ କିଛି କାଠ ଓ ପତ୍ର ସଂଗ୍ରହ କଲେ, ଯେପରି କୁଡ଼ିଆଟିଏ ତିଆରି କରିବେ, ବର୍ଷା ଓ ଖରାରୁ ରକ୍ଷା ପାଇପାରିବେ। ସେ କୁଡ଼ିଆ ତିଆରି କଲାପରେ ଖାଦ୍ୟ ସଂଗ୍ରହ ପାଇଁ ଜଙ୍ଗଲ ମଧ୍ୟକୁ ଗଲେ। ଦୂରରୁ ଦେଖିଲେ ତାଙ୍କ କୁଡ଼ିଆଟି ଜଳି ଯାଉଛି। ଆକାଶ ଅନ୍ଧକାର ହୋଇ ଆସୁଛି। ସେ ନିରାଶ ଓ କ୍ରୋଧରେ ଚିତ୍କାର କରି କହିଲେ, ହେ ପ୍ରଭୁ, ଆପଣ କିପରି ଏସବୁ ମୋ ପ୍ରତି କରିପାରିବେ? ନିରାଶ ଓ କ୍ଳାନ୍ତ ମନରେ ସେ ଜଙ୍ଗଲରେ ଶୋଇପଡ଼ିଲେ। ହଠାତ୍ ଗୋଟିଏ ଜାହାଜର ଶବ୍ଦ ତାଙ୍କ ନିଦକୁ ଭାଙ୍ଗିଦେଲା। କିଛି ଲୋକ ତାଙ୍କୁ ଉଦ୍ଧାର କରିବା ପାଇଁ ସେହି ଜାହାଜରୁ ଓହ୍ଲାଇ ଆସିଲେ। ଦୟାନନ୍ଦ ତାଙ୍କୁ ପଚାରିଲେ, ଆପଣମାନେ କିପରି ଜାଣିଲେ ଯେ ମୁଁ ଏଠାରେ ଅଛି? ସେମାନେ କହିଲେ, ଆପଣ ଯେଉଁ ନିଆଁ ଲଗାଇ ସଙ୍କେତ ଦେଲେ, ସେହି ନିଆଁ ଦେଖି ଆମେ ଏହି ସ୍ଥାନକୁ ଆସିଲୁ। ଯେତେବେଳେ ଝଡ଼ ଜଞ୍ଜା ଆମ ଜୀବନରେ ଆସେ, ଆମେ ଜାଣିନଥାଉ କ'ଣ କରିବା। ଏହା ଆମକୁ ଭାଙ୍ଗି ଦେଇଥାଏ। କିନ୍ତୁ ଈଶ୍ୱରଙ୍କ ପିଲା ଭାବେ ଆମେ ଜାଣିବା ଆବଶ୍ୟକ ଯେ ଆମ ପ୍ରେମିକ ପିତା ଯେ ସବୁ ବିଷୟ ନିୟନ୍ତ୍ରଣ କରନ୍ତି। ସେ ଆମ ଉତ୍ତମତା ପାଇଁ ସବୁ କରନ୍ତି। ସବୁ ପରିସ୍ଥିତିରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ କି? ବାଇବେଲ କହେ, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ।